ଶୁଣ, ଯଦି ତମେ ମୋ କଥା କିଛି ବୁଝିବନି ତ ତମ ବ୍ୟବସ୍ଥା ତମେ କ'ଣ କର। ମୁଁ ଏକା ଏତେ ସବୁ କାମ କରିପାରିବିନି। ନା ତମେ ଅଣ୍ଡାକୁ ରକ୍ଷା କରିପାରୁଛ, ନାହିଁ ଦାନା ଖୋଜିବାକୁ ଯାଉଛ, କେବଳ ତ ଏଇ ବସାରେ ଶୋଇ ରହୁଛ। ଏମିତି ଏତେ ଅଳସୁଆ ହେଲେ କେମିତି ହେବ ଯେ? ଏ ଦୁନିଆକୁ ଆସୁଥିବା ଛୁଆମାନଙ୍କର ଚିନ୍ତା ତ ଟିକେ କର। କୁକୁ ଚଢ଼େଇ ଏମିତି ସବୁଦିନ ତା ସ୍ୱାମୀ ସହିତ ଝଗଡ଼ା କରୁଥିଲା, କିନ୍ତୁ ସେ କୁକୁର କିଛି କଥା ଶୁଣୁନଥିଲା। ମୋର ଏବେ ଯୁବାବସ୍ଥା, ମୋର କାହାର ସାହାରା ଦରକାର ନାହିଁ। ମୋ ଦ୍ୱାରା ଏ କାମଦାମ କିଛି ହେଉନି। ତୁ ମୋ ଉପରେ ଏମିତି ଚିଲ୍ଲାନି। ମୁଁ ଆଗରୁ କିଛି କାମଦାମ କରିନି କି ଏବେ ବି କିଛି କରିପାରିବିନି। ଗୋଟେ ଦିନ ତମେ ନିଶ୍ଚୟ ପସ୍ତେଇବ ଯେ, ଯେତେବେଳେ ତମେ ବୁଢ଼ା ହୋଇଯିବ, ତମକୁ ସାହାଯ୍ୟ କରିବାକୁ କେହି ନଥିବେ। ଆଗରୁ ତ ତମ ପାଇଁ ମୋର 2ଟା ଅଣ୍ଡା ଚିଲ ନେଇଯାଇଥିଲା। ଏବେଠାରୁ ମୁଁ କେବଳ ମୋ ପାଇଁ ହିଁ ଦାନା ଆଣିବି, ତମ ପାଇଁ ଆଣିବିନି। ତମେ ତମ ବ୍ୟବସ୍ଥା କ'ଣ କର, ଆଉ ବାକି ସମୟ ମୁଁ ମୋ ଅଣ୍ଡାର ରକ୍ଷଣାବେକ୍ଷଣ କରିବି। କୁକୁ ଚଢ଼େଇ ସାରା ଦିନ ଦାନା ଖୋଜିକି ଆଣେ, ଆଉ ତା ସହ ତା ଅଣ୍ଡାମାନଙ୍କର ଦେଖାରଖା ମଧ୍ୟ କରେ। ହେଲେ ତା ସ୍ୱାମୀ ଟିକେ ହେଲେ ବି ତାକୁ ସାହାଯ୍ୟ କରେନି। ଶୁଣ, ମୋତେ ଲାଗୁଛି ଆଉ କିଛି ଦିନ ପରେ ଆମ ଛୁଆମାନେ ଏଇ ଅଣ୍ଡାରୁ ବାହାରିବେ। ଏବେ ସେମାନଙ୍କୁ ମୋର ଦରକାର ଅଛି। ତମେ ଗୋଟେ କାମ କର, ତମେ ଯାଇ ଦାନା ଖୋଜିକି ଆଣ ଆଉ ନିଜ ପରିବାର ଟିକେ ଧ୍ୟାନ ରଖିବା ଶିଖ। ଏଇ କଥା ଶୁଣି କୁକୁର ସ୍ୱାମୀ ଦାନା ଆଣିବାକୁ ବାହାରିଯାଏ। ହେଲେ ସେ ଦାନା ନ ଆଣି ମଜାମସ୍ତି କରି ନଈ ପାଖରୁ ଘରକୁ ଫେରି ଆସେ। ମୋ ପାଇଁ କିଛି ଦାନା ଆଣିଛ? ଆଜି ତ ମୋତେ ଅଳ୍ପ କିଛି ଦାନା ମିଳିଲା, ଯେଉଁଥିରେ ମୋ ପେଟ ତ ପୁରିନି। ଆଉ ତୋ ପାଇଁ କ'ଣ ଆଣିବି ଯେ? କୁକୁ ସକାଳୁ ଅଣ୍ଡା ଉପରେ ବସିକି ରହିଥିଲା ଆଉ ଅପେକ୍ଷା କରିଥିଲା କି ତା ସ୍ୱାମୀ ତା ପାଇଁ ଦାନା ଆଣି ଆସିବେ, କିନ୍ତୁ ସେ ତ ଖାଲି ହାତରେ ଆସିଥିଲା। ମୋତେ କିଛି କରିବାକୁ ପଡ଼ିବ, ମୋତେ ମୋ ଛୁଆମାନଙ୍କ ପାଇଁ ବଞ୍ଚି ରହିବାକୁ ପଡ଼ିବ। ବିଚାରୀ କୁକୁ ଭୋକରେ ଛଟପଟ ହେଉଥିଲା, କିନ୍ତୁ ବସାରେ କିଛି ବି ଖାଇବାକୁ ନଥିଲା। ଯଦି ମୁଁ ଭୋକରେ ମରିଯିବି ତ ମୋ ଛୁଆମାନଙ୍କର କ'ଣ ହେବ? ମୁଁ ଯାଉଛି, କାଳୁ ଭାଇଙ୍କୁ କିଛି ସାହାଯ୍ୟ ମାଗିବି। କୁକୁ ଏମିତି କହି ପାଖରେ ଥିବା କାଳୁ କାଉ ଘରକୁ ଗଲା। କାଳୁ ଭାଇ, ତମେ ତ ଜାଣିଛ ମୋ ସ୍ୱାମୀ ଦିନସାରା କିଛି କାମ କରୁନାହାନ୍ତି। ଏବେ ମୋ ଅଣ୍ଡାରୁ ଛୁଆ ଫୁଟିବାର ସମୟ ହୋଇଗଲାଣି, ଯେଉଁଥିପାଇଁ ମୁଁ ବାହାରକୁ ଯାଇପାରିବିନି। ମୋତେ ତମର ଗୋଟେ ସାହାଯ୍ୟ ଦରକାର। ବାସ୍ କିଛି ଦିନ ପାଇଁ ମୋତେ କିଛି ଅଳ୍ପ ଦାନା ଆଣିକି ଦିଅ। ମୋ ଜୀବନଟା ବଞ୍ଚିଯାଉ, ପରେ ମୁଁ ତୁମର ସବୁ ଦାନା ଧୀରେ ଧୀରେ ଶୁଝିଦେବି। କୁକୁ, ତୁ ବ୍ୟସ୍ତ ହୁଅନି। ମୋତେ ଯାହା କିଛି ମିଳିବ ମୁଁ ତୋ ପାଇଁ ନିଶ୍ଚୟ ଆଣିକି ଦେବି। ଏବେ ମୋ ପାଖରେ ଅଳ୍ପ କିଛି ଦାନା ଅଛି, ତୁ ଆକୁ ନେଇଯା। ଆକୁ ଖାଇଲେ ତତେ କିଛିଟା ଶକ୍ତି ମିଳିବ। ଧନ୍ୟବାଦ କାଳୁ ଭାଇ। କାଳୁଠାରୁ ଦାନା ନେଇ କୁକୁ ତା ବସାକୁ ଫେରିଗଲା। କୁକୁ, କୁଆଡ଼େ ଯାଇଥିଲୁ? ଆଉ ଏ ଦାନା କୋଉଠୁ ଆଣିଲୁ? ମୋତେ ବି ଦେ, ମୋତେ ବି ଜୋରରେ ଭୋକ ଲାଗିଲାଣି। ତମକୁ ଲାଜ ସରମ ଅଛି ନା ନାଇଁ? ତମେ କ'ଣ ମୋତେ ଭୋକରେ ମାରିବାକୁ ଚାହୁଁଛ? ଏତିକି କଥା ଭିତରେ କୁକୁର ଗୋଟେ ଦାନା ଖାଇବା ନ ସରୁଣୁ ତା ସ୍ୱାମୀ ବାକି ଦାନା ସବୁ ଖାଇଦେଲା। ଏ ବସା ମୋର। ଯଦି ତୁ ଏଠି ରହିବାକୁ ଚାହୁଁଛୁ ତ ପ୍ରଥମେ ମୋତେ ଦାନା ଖାଇବାକୁ ଦବୁ, ପରେ ବଳିଲେ ତାକୁ ତୁ ଖାଇବୁ। ନହେଲେ ଉଠା ଏଠୁ ତୋ ଅଣ୍ଡା ଆଉ ଏ ବସାରୁ ବାହାରି ଯା। ଏମିତି କଥା କହିବାକୁ ତମକୁ କ'ଣ ଟିକେ ବି ଲାଜ ଲାଗୁନି? ତମେ ପରା ଏମାନଙ୍କର ବାପା। ଦେଖିବ, ଦିନେ ନା ଦିନେ ସମୟ ଆସିବ, ତମେ ଏସବୁ କଥା ପାଇଁ ନିଶ୍ଚୟ ପସ୍ତେଇବ। ବେଶୀ ଗପିବା ଦରକାର ନାହିଁ। ଯେତେବେଳେ ସମୟ ଆସିବ ସେତେବେଳେ ମୁଁ ମୋ କଥା ବୁଝିବି। ଏମିତି ସମୟ ବିତିବାକୁ ଲାଗୁଥାଏ। କାଉ ତା ପଡ଼ୋଶୀ କୁକୁ ଚଢ଼େଇ ପାଇଁ ସବୁଦିନ ଦାନା ଆଣିକି ଦେଉଥାଏ। ସେଥିରୁ ତା ସ୍ୱାମୀ ଅଧିକ ଖାଇ ଦେଇଥାଏ, ଆଉ ଯାହା ବଳୁଥିଲା ତାକୁ କୁକୁ ଖାଉଥିଲା। ଗୋଟେ ଦିନ କୁକୁ ଚଢ଼େଇର ଅଣ୍ଡାରୁ 2ଟି ଛୋଟ ଛୋଟ ଛୁଆ ଫୁଟିକି ବାହାରିଲେ। ମୋ ଛୁଆମାନେ ଆଜି ବାହାରି ଗଲେ ଅଣ୍ଡାରୁ। କେଡ଼େ ଗୁଲୁଗୁଲିଆ ହୋଇଛନ୍ତି ନା, ଦେଖ ତ। ଛୁଆମାନଙ୍କୁ ଦେଖି କୁକୁ ବହୁତ ଖୁସି ଥିଲା, କିନ୍ତୁ ଠିକ୍ ସେହି ସମୟରେ ତା ସ୍ୱାମୀ ଝଗଡ଼ା ଆରମ୍ଭ କରିଦେଲା। ମୋତେ ଜୋରରେ ଭୋକ ଲାଗିଲାଣି, ତୁ ମୋତେ ଖାଇବା ଆଣିକି ଦେ। ଜଲ୍ଦି ମୋତେ ଖାଇବା ଆଣିକି ଦେ। ମୋ ଛୁଆମାନେ ତ ଏବେ ଏବେ ଅଣ୍ଡାରୁ ଫୁଟିଲେ, ମୁଁ ତାଙ୍କୁ କେମିତି କୁଆଡ଼େ ଛାଡ଼ିକି ଯାଇପାରିବି? ଯଦି ତୁ ଖାଇବା ଆଣିବୁନି, ଜଲ୍ଦି ବସାରୁ ବାହାରି ଯା। ଆରେ ଟିକେ ଆମ ମୁହଁକୁ ଅନାଅ। ଆମେ ଏ ରାତିରେ କୁଆଡ଼େ ଯିବୁ, କୋଉଠି ରହିବୁ? ମୁଁ ସେସବୁ ଜାଣିନି, ତମେ ଏଠୁ ଯାଅ। ବିଚାରୀ କୁକୁ ସେହି ରାତିରେ ତା ଥଣ୍ଟରେ ଛୁଆମାନଙ୍କୁ ଧରି ବସା ଛାଡ଼ି ପଳେଇଗଲା। ଆଉ ସେ କୁଆଡ଼େ ଯାଉଥିଲା ତାକୁ କିଛି ବି ଜଣା ନଥିଲା। ସେ ଯାଉ ଯାଉ ତାକୁ ଅଚାନକ ଗୋଟେ ଗଛରେ ଖାଲି ବସା ଥିବାର ଦେଖାଗଲା।
ଏଇ ବସାଟା କ'ଣ ଖାଲି ଅଛି? ୟାକୁ ବୋଧେ କେଉଁ ପକ୍ଷୀ ଛାଡ଼ିକି ଚାଲି ଯାଇଛି। ଯାଉଛି ଏଇଠି ରହିଯିବି। କୁକୁ ଚଢ଼େଇ ବହୁତ କଷ୍ଟରେ ଦାନା ଖୋଜି ଆଣି ତା ଛୁଆମାନଙ୍କୁ ଦଉଥିଲା। ତା ଛୁଆମାନେ ଧୀରେ ଧୀରେ ବଡ଼ ହେବାକୁ ଲାଗିଗଲେ। ମାମା, ତମେ କେତେ କଷ୍ଟ କରୁଛ ଆମ ପାଇଁ। ଆଜିଠାରୁ ଆମେ ବି ତମ ସହ ଯିବୁ ତମକୁ ସାହାଯ୍ୟ କରିବା ପାଇଁ। ହଁ, ତମେ ମାନେ ବଡ଼ ହୋଇଗଲେ ମୋର ସାହାରା ନିଶ୍ଚୟ ହେବ। କିନ୍ତୁ ମାମା, ଆମ ବାପା କୁଆଡ଼େ ଗଲେ? ବାସ୍ କର ତମେମାନେ, ଆଉ ତାଙ୍କ କଥା ମନେ ପକାଅନି। ସେ ଏତେ ନିଷ୍ଠୁର ଯେ ଆମମାନଙ୍କୁ ରାତି ସୁଦ୍ଧା ଆମ ଘର ଛାଡ଼ି ଯିବାକୁ କହିଲା। ତମେ ଯୋଉଠି ଜନ୍ମ ହୋଇଥିଲା ଆଗରୁ ସେ ସେଇଠି ହିଁ ରହୁଛନ୍ତି। ମାମା, ପ୍ଲିଜ୍ ସେ ଘର ଆମକୁ ଟିକେ ଦେଖାଅ ନା। ହଉ, ତମେମାନେ ଯଦି ଜିଦ୍ଦି କରୁଛ ତ ଚାଲ। କୁକୁ ତା ଛୁଆମାନଙ୍କୁ ନେଇ ତା ପୁରୁଣା ଘର ଆଡ଼କୁ ଗଲା। ସେମାନେ ଜଲ୍ଦି ଯାଇ ସେଠି ପହଞ୍ଚିଗଲେ। ହେଇ ଦେଖ, ଏଇ ସାମ୍ନାରେ ଯେଉଁ ବସା ଦେଖାଯାଉଛି ସେଇଟା ତମ ଘର। ତମେ ସେଇଠି ଜନ୍ମ ହୋଇଥିଲ। ଯାଅ, ଯାଇକି ଦେଖି ଆସ। ମୁଁ କିନ୍ତୁ ଯିବିନି। ଦୁଇ ଛୁଆ ବସା ପାଖକୁ ଆସି ଗୋଟିଏ ରୋଗିଣା ପକ୍ଷୀକୁ ଦେଖି ବହୁତ ଜୋରସେ ଡରିଗଲେ। ତମେ ମାନେ କିଏ? ଆମ ମାମାଙ୍କ ନାମ କୁକୁ। ତମେ ମାନେ କୁକୁର ଛୁଆ? ଆମେମାନେ ତ ଆସିଥିଲୁ ଯେଉଁ ବସାରେ ଆମେ ଜନ୍ମ ହୋଇଥିଲେ ତାକୁ ଦେଖିବା ପାଇଁ। ହେଲେ ତମେ କିଏ? ତମେ ମାନେ କ'ଣ ତମ ମାମାକୁ ଟିକେ ଡାକି ପାରିବ? ମୁଁ ତ ଉଡ଼ି ପାରୁନି। ମୁଁ ତ ରୋଗିଣା ହେଇଯାଇଛି। ପିଲାମାନଙ୍କର ଆସିବାରେ ଡେରି ହେବାରୁ କୁକୁ ସେମାନଙ୍କ ପାଖକୁ ଆସିଲା। କୁକୁକୁ ଦେଖି ତା ସ୍ୱାମୀ କାନ୍ଦିବାକୁ ଲାଗିଗଲା। ମତେ କ୍ଷମା କରିଦେ କୁକୁ, କ୍ଷମା କରିଦେ। ମୁଁ ତତେ ବହୁତ କଷ୍ଟ ଦେଇଛି। ପ୍ଲିଜ୍ କୁକୁ, ମତେ କ୍ଷମା କରିଦେ। ଖାଲି ତମେ ଏତିକି ଜାଣି ରଖ, ମୋ ଜୀବନ ଏବେ ଖୁସିରେ ବିତୁଛି। ଛୁଆମାନେ ମୋର ବହୁତ ଧ୍ୟାନ ରଖୁଛନ୍ତି। ମୁଁ ତ ମୋ ଛୁଆମାନଙ୍କୁ ନେଇ ବହୁତ ଖୁସିରେ ଅଛି। ହେଲେ ତମ ପାଖରେ ତ ଏବେ କେହି ସାହାରା ନାହାନ୍ତି। ମନେ ପକାଅ ପଛ ଦିନର କଥା। ବନ୍ଦ କର କୁକୁ, ବନ୍ଦ କର। ମୋର ସବୁ କଥା ମନେ ଅଛି। ତୁ ମତେ ଖାଲି କ୍ଷମା କରିଦେ। ନା, ମୁଁ କେବେ ଭୁଲି ପାରିବିନି ସେ ରାତିକୁ। ତମେ ମୋତେ ମୋ 2 ଦିନର ଛୁଆଙ୍କ ସହ ଘରୁ ବାହାର କରିଦେଇଥିଲ। ମୋ ଭାଗ୍ୟ ଭଲ ଥିଲା କି ମୁଁ ସାହସର ସହିତ ଏ ଦୁନିଆ ଆଗରେ ଲଢ଼ିକି ରହିଲି। ନହେଲେ ମୁଁ ତ କେବେରୁ ମୋ ଛୁଆମାନଙ୍କ ସହ ମରିସାରନ୍ତଣି। ତମେ ମୋ ଉପରେ କି ମୋ ଛୁଆମାନଙ୍କ ଉପରେ ଟିକେ ବି ଦୟା କରିନଥିଲ। ଏବେ କେମିତି ଭାବୁଛ ମୁଁ ତମକୁ କ୍ଷମା କରିଦେବି? ହୁଏତ ମୁଁ ତମକୁ କ୍ଷମା କରିଦେଇପାରେ, ହେଲେ ମୋ ଛୁଆମାନେ କେବେ ବି ତମକୁ କ୍ଷମା କରିବେନି, ଯିଏକି ନିଜ ପିଲାବେଳୁ ତମ ବିନା କାଟିଲେ। ମାମା, ଚାଲ ଏଠାରୁ। ଆମେ ତମକୁ ଏମିତି ଦୁଃଖରେ ଦେଖିପାରିବୁନୁ। ଆମେମାନେ ଏଠିକୁ ଆସିବାର ଜିଦ୍ କରି ବହୁତ ବଡ଼ ଭୁଲ କରିଦେଇଛୁ। ମାମା, ତମେ ଆମକୁ କ୍ଷମା କରିଦିଅ। ଆମ ପାଇଁ ତମ ମନରେ କଷ୍ଟ ହେଲା। ତମର ସେ ପୁରୁଣା କଥା ସବୁ ମନେ ପଡ଼ିଲା। ଆମେ ଏଠିକୁ ଆଉ କେବେ ଆସିବୁନି। ଏମିତି କହି ସେମାନେ 3 ଜଣ ସେଠାରୁ ତାଙ୍କ ଘରକୁ ଚାଲିଗଲେ। ସେମାନଙ୍କର ବାପା ତାଙ୍କୁ ମନ ଦୁଃଖରେ ଚାହିଁ ରହିଥାନ୍ତି। ହେଲେ ତାଙ୍କ ପାଖରେ ପସ୍ତେଇବା ଛଡ଼ା ଅନ୍ୟ କୌଣସି ରାସ୍ତା ନଥିଲା। ଏହି କାହାଣୀରୁ ଆମେ ଏଇଆ ଶିଖିଲେ କି ଯବାନ ଅବସ୍ଥାରେ ଆମେ ଯାହା କରିଥାଉ, ବୃଦ୍ଧାବସ୍ଥାରେ ଆମ ସହ ସେଇଆ ହିଁ ଘଟିଥାଏ।